ଏକ ସୁନ୍ଦର ଜଙ୍ଗଲରେ ଥିଲା ଟିକି ଚଢ଼େଇ ଓ ଏକ ବଡ଼ ବାଘ। ଚଢ଼େଇ ଛୋଟ ହେଲେ ମଧ୍ୟ ବହୁତ ବୁଦ୍ଧିମାନ ଆଉ ବାଘ ଶକ୍ତିଶାଳୀ ହେଲେ ମଧ୍ୟ ବହୁତ ଗର୍ବି। ଆଜି ଦିନଟା ବହୁତ ସୁନ୍ଦର। ମୁଁ ନୂଆ ଘର ତିଆରି କରିବି। ହଁ, ଏହି ଜଙ୍ଗଲରେ ମୁଁ ରାଜା। ସବୁ ପଶୁ ମତେ ଭୟ କରନ୍ତି। ଏହି ଚଢ଼େଇ କେମିତି ମୋ ସାମ୍ନାରେ ଗାଇ ପାରୁଛି? ଏଇ ଛୋଟ ଚଢ଼େଇ, ତୁମେ ମୋ ଜଙ୍ଗଲରେ ଏଭଳି ଗାଉଛ? ତୁମେ ଜାଣିଛ ମୁଁ କିଏ? ହଁ ବାଘ ଭାଇ, ତୁମେ ଏହି ଜଙ୍ଗଲର ରାଜା। ମୁଁ କେବଳ ଗୀତ ଗାଉଛି। ତୁମେ ମଧ୍ୟ ଶୁଣି ଖୁସି ହେବ। ତୁମର ଗୀତ ଭଲ, କିନ୍ତୁ ମୋ ପେଟ ଖାଲି। ମୁଁ ତୁମକୁ ଖାଇଦେବି। ଚଢ଼େଇ ଭୟରେ ଡରିଯାଇ କହିଲା, ମୋତେ ଖାଇଦିଅ, କିନ୍ତୁ ପ୍ରଥମେ ମୋ ଛୋଟ ପିଲାମାନେ ଅଛନ୍ତି। ମୁଁ ସେମାନଙ୍କୁ ଦେଖି ଆସିବି, ତାପରେ ମୋତେ ଖାଇଦେବ। ଠିକ୍ ଅଛି, ଯାଅ। ତୁମେ ଯଦି ଆସିବନି, ତାହେଲେ ମୁଁ ତୁମ ଘରକୁ ଆସିଯିବି। ପକ୍ଷୀ ତାର ପିଲାଙ୍କ ପାଖକୁ ଗଲା ଓ ପିଲାମାନଙ୍କୁ କହିଲା, ପିଲାମାନେ, ଆମେ ବାଘକୁ ବୁଦ୍ଧିରେ ହରେଇବାକୁ ପଡ଼ିବ। ସେ ଶକ୍ତିରେ ଜିତିବ, କିନ୍ତୁ ଆମେ ଚାଲାକିରେ। ପିଲା ଚଢ଼େଇ କହିଲା। କିପରି? ଏ ବାଘ ପାଖକୁ ଯାଇ କହିଲା, ବାଘ ଭାଇ, ତୁମେ ମୋତେ ଖାଇବା ପୂର୍ବରୁ ଏକ ସୁସ୍ୱାଦୁ ଖାଦ୍ୟ ଅଛି। ନିକଟରେ ଗୋଟିଏ ଗାଈ ମରିଛି, ଯାହାର ମାଂସ ଖାଇବା ସମୟରେ ମୁଁ ଆସି ପଡ଼ିବି। ସତେକି? ମୁଁ ଯାଉଛି। ଚଢ଼େଇ ଜାଣିଥିଲା ଯେ ସେଠାରେ ଜାଲ ଲାଗିଛି। ବାଘ ଲୋଭରେ ଗଲା ଓ ସେହି ଜାଲରେ ପଡ଼ିଗଲା। ବାଘ ଜାଲରେ ପଡ଼ିଯାଇ କହିଲା, ଆରେ ମୋ ପାଦ ଖସିଗଲା, ମୋତେ ଛାଡ଼ି ଦିଅ। ବାଘ ଭାଇ, ତୁମେ ଶକ୍ତିଶାଳୀ ହେଲେ ମଧ୍ୟ ଚାଲାକି ନୁହଁ। ଲୋଭ କରିଲେ ଦୁର୍ଭାଗ୍ୟ ହିଁ ମିଳେ। ସେହିଦିନ ଠାରୁ ଜଙ୍ଗଲରେ ସମସ୍ତେ ଚଢ଼େଇଙ୍କୁ ସମ୍ମାନ କରିଲେ। ଶକ୍ତି ବଡ଼, କିନ୍ତୁ ବୁଦ୍ଧି ତାଠାରୁ ବଡ଼। ଜୀବନରେ ଶକ୍ତି ଦରକାର, କିନ୍ତୁ ବୁଦ୍ଧି ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ଲୋଭ ଓ ଗର୍ବି ମାନବକୁ ଧ୍ୱଂସ କରେ। ଯେଉଁଠି ଶାନ୍ତ ଓ ଧୂର୍ତ୍ତି ଅଛି, ସେହି ସଫଳତା ନିଶ୍ଚିତ।